ଜୟ ଜଗନ୍ନାଥ ପିଲାମାନେ, ତୁମମାନଙ୍କୁ CHSC ପାଠଶାଳାକୁ ସ୍ୱାଗତ। ଆଜି ଆମେ ଏଠାରେ ରାଜନୀତି ବିଜ୍ଞାନର ଗୋଟିଏ ବିଷୟ ପଢ଼ିବା, ଯୋଉଟା ନାମ ହେଉଛି ବିକାଶ ବା ତୁମର ଡେଭଲପମେଣ୍ଟ। ଏ ବିକାଶ କହିଲେ କ'ଣ ବୁଝ, ସେ ବିଷୟରେ ଆମେ ପ୍ରଥମେ ଜାଣିବା। ତ ବିକାଶ ହେଉଛି ଏକ ସମ୍ପୂର୍ଣ୍ଣ ଉନ୍ନତିର ପ୍ରକ୍ରିୟା। ଏଠାରେ ଟଙ୍କା ପଇସା ବୃଦ୍ଧି ନୁହେଁ, ବରଂ ମାନବ ଜୀବନର ଗୁଣବତ୍ତା ବୃଦ୍ଧି କରିଥାଏ। ଅର୍ଥାତ୍ ବିକାଶ ହେଉଛି କ'ଣ ନା ଏକ ସମ୍ପୂର୍ଣ୍ଣ ଉନ୍ନତିର ପ୍ରକ୍ରିୟା। ସମ୍ପୂର୍ଣ୍ଣ ଏଇ ୱାର୍ଡଟି ହେଉଛି କ'ଣ ସମ୍ପୂର୍ଣ୍ଣ। ଏ ସମ୍ପୂର୍ଣ୍ଣ ଭିତରେ କ'ଣ ହେଉଛି, ଆମେ ସାଧାରଣତଃ ବିକାଶ କହିଲେ ଲୋକଙ୍କ ପାଖରେ ଟଙ୍କା ପଇସା ହେଇଗଲେ ବୃଦ୍ଧି ହେଇଗଲେ ଆମେ ତାକୁ ବିକାଶ କରୁ ନା, ଏଥିରେ ଟଙ୍କା ପଇସାର ବୃଦ୍ଧି ତା ସହିତ ଏ ମାନବର ଜୀବନର ଗୁଣବତ୍ତା ବୃଦ୍ଧି ପାଇବ। ଏ ଗୁଣବତ୍ତା କିପରି ବୃଦ୍ଧି ପାଇବ ତାକୁ ଦେଖ। ଆମେ ଏଠି ତିନି ପ୍ରକାରର ବିକାଶରେ ଭାଗ କରିଛେ। ଗୋଟେ ହେଉଛି ଭୌତିକ ବିକାଶ। ଯଦି ଭୌତିକ ବିକାଶ ହୁଏ ତେବେ ମଣିଷର ବିକାଶ ହେଇପାରିବ। କ'ଣ ଭୌତିକ ବିକାଶ? ନା ଭୌତିକ ମାନେ ଯୋଉ ଜିନିଷ ଗୁଡ଼ିକ ଆମେ ଟଚ୍ କରିପାରିବୁ, ଛୁଇଁ ପାରିବୁ, ଦେଖିପାରିବୁ, ସେଗୁଡ଼ିକ ଭୌତିକ କୁହାଯାଏ। ସେପରି ଜିନିଷର ବିକାଶ ହବ, ଯେମିତି ରାସ୍ତା ହବ, ପୁଲ ହବ, ବିଦ୍ୟୁତ ସଂଯୋଗକରଣ ହବ। ତ ଏଥିରେ କ'ଣ ମାନବର କ'ଣ ଉନ୍ନତି ହବ ନା, ମାନବର ଏତିକି ଉନ୍ନତି ହବ ଯେ ରାସ୍ତା ହେଲେ ତ ସେ ଯାଇକି କ'ଣ କରିପାରିବ, ସହରକୁ ଯାଇପାରିବ ବା କୌଣସି ଦୂର ସ୍ଥାନକୁ ଯାଇପାରିବ। ପୁଲ ହେଲେ ତ ସଂଯୋଗୀକରଣ ହେଇପାରିବ। ବିଦ୍ୟୁତ ହେଲେ ତ କୌଣସି ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ବିଦ୍ୟୁତ ମାଧ୍ୟମରେ ପାଇ। ତେଣୁକରି ଏଇସବୁ ଜିନିଷର ବିକାଶ କ'ଣ କରିବ, ମଣିଷର ଗୁଣବତ୍ତାର ବିକାଶ କରିଥାଏ। ଏହାର ଗୋଟେ ଉଦାହରଣ ମୁଁ ଦେଇଛି, ଯେମିତି ଭୁବନେଶ୍ୱରର ଆଧୁନିକ ଇନଫ୍ରାଷ୍ଟ୍ରକ୍ଚର। ଯଦି ଭୁବନେଶ୍ୱର ଆମେ ଯିବା ଦେଖିବା, ଭୁବନେଶ୍ୱରରେ ରାସ୍ତା, ପୁଲ, ବିଦ୍ୟୁତ ଇଏ ସବୁ କିଛି ଉନ୍ନତ ମାନର। ଆଉ ଗୋଟେ ବିକାଶ ସ୍ତର ହେଉଛି ସାମାଜିକ ବିକାଶ। ଏ ସାମାଜିକ ବିକାଶଟା କ'ଣ ନା ଶିକ୍ଷା ସ୍ୱାସ୍ଥ୍ୟ ସେବାର ବିକାଶ। ଶିକ୍ଷା ସ୍ୱାସ୍ଥ୍ୟ ସେବାର ବିକାଶ ହେଲେ କ'ଣ ହବ ନା ମନୁଷ୍ୟର ତାର ଗୁଣବତ୍ତାର ବିକାଶ ହେଇପାରିବ। ଆଉ ଗୋଟେ କ'ଣ ନା ଅର୍ଥନୈତିକ ବିକାଶ। ଅର୍ଥନୈତିକ ବିକାଶ ବୋଇଲେ ତମର ଦିଟା ଜିନିଷ ଆସିଯିବ, ଚାଷ, ଦିଟା ନୁହେଁ ଅନେକ ଜିନିଷ ଅଛି। ଉଦାହରଣ ସବୁ ମୁଁ ଦେଇଛି, ଚାଷ ଏବଂ ଶିଳ୍ପ ବୃଦ୍ଧି। ଦେଖ, ଶିଳ୍ପ ବୃଦ୍ଧି, ଚାଷ ହେଲେ ଆମେ କ'ଣ କରିବୁ, ପଇସା ଇନକମ୍ କରିବୁ ବା ପଇସା ରୋଜଗାର କରିବୁ, ଯୋଉଭଳି କି ଆମର ଅର୍ଥନୈତିକ ବିକାଶ ହବ। ସେଭଳି ଶିଳ୍ପରୁ ମଧ୍ୟ ଆମେ ସେମିତି କ'ଣ କରିଥାଉ ନା ଅର୍ଥନୈତିକ ବିକାଶ। ବାଣିଜ୍ୟ, ଶିଳ୍ପ ଏଇ ସବୁ ଗୁଡ଼ିକର ଦ୍ୱାରା କ'ଣ ହୁଏ, ଅର୍ଥନୈତିକ ବିକାଶ। ତ ଏଇ ଗୁଡ଼ିକର ବିକାଶ ହେଲେ ଆମେ ଜାଣିପାରିବା କ'ଣ ହେଇଛି ନା ସର୍ବାଙ୍ଗୀନ ବିକାଶ ସାଧିତ ହୋଇଛି। ବର୍ତ୍ତମାନ ଆମେ ଦେଖିବା ବିକାଶ ସବୁ ଦିଗ ପରସ୍ପର ସହ ଜଡ଼ିତ। ଯେପରି ଶିକ୍ଷା ବିକାଶ ଅର୍ଥନୈତିକ ବିକାଶକୁ ସାହାଯ୍ୟ କରେ। ତାର କହିବାର ଅର୍ଥ, ଆମେ ଏଇ ଯୋଉ ଦେଖିଲେ ଭୌତିକ ବିକାଶ, ସାମାଜିକ ବିକାଶ, ଅର୍ଥନୈତିକ ବିକାଶ, ୟା ଭିତରେ ଯୋଉ ଭୌତିକ ବିକାଶ, ଯୋଉ ରାସ୍ତା, ପୁଲ, ବିଦ୍ୟୁତ, ସାମାଜିକ ବିକାଶ ଯୋଉ ଶିକ୍ଷା ସ୍ୱାସ୍ଥ୍ୟ ସେବା ଦେଖିଲେ, ଇଏ ସବୁ ଗୁଡ଼ିକ କୋରିଲେଟେଡ୍, ମାନେ ଜଣଙ୍କ ସହିତ ଜଣଙ୍କ ସମ୍ପର୍କ ଅଛି। ଯଦି ମାନେ ଦେଖ, ସ୍ୱାସ୍ଥ୍ୟ ସେବା ନଥିବ ତ ଆମେ ମଣିଷ ନା ଚାଷ କରିପାରିବ ନା ଶିଳ୍ପର ଉନ୍ନତି କରିପାରିବ, ବା ଶିକ୍ଷା ନଥିଲେ ବି ଆମେ ଏଇସବୁ ଜିନିଷ କିଛି କରିପାରିବାନି। ଏ ସବୁ ଇଣ୍ଟର ରିଲେଟେଡ୍। ତାପରେ ଆମେ ଦେଖିବା ଏଇ ଯୋଉ ବିକାଶର ବିଷୟଟି ପଢ଼ିବା ପୂର୍ବରୁ ଆମକୁ କେତେକ ଗୁରୁତ୍ୱପୂର୍ଣ୍ଣ ସଂଜ୍ଞା ବିଷୟରେ ଜାଣିବାକୁ ହେବ। ପ୍ରଥମ ସଂଜ୍ଞାଟି ଆମେ ଦେଖିବା କାରଣ ନା ବିକାଶ ସଂଜ୍ଞା ବା ଡେଭଲପମେଣ୍ଟ। ତାର ସଂଜ୍ଞା କ'ଣ ନା ଉନ୍ନତିର ସମଗ୍ର ପ୍ରକ୍ରିୟା, ଯାହା ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ ଦିଗକୁ ଅନ୍ତର୍ଭୁକ୍ତ କରେ। ତ ବିକାଶ କହିଲେ ଇଏ ଆମର ସବୁ ଗୁଡ଼ିକ ମିଶିଲେ ଯାଇକି ବିକାଶ ହେବ। ଯେମିତି ଅର୍ଥନୈତିକ ବିକାଶ, ସାମାଜିକ ବିକାଶ, ସାଂସ୍କୃତିକ ବିକାଶ, ଏସବୁ ପରସ୍ପର ମିଶିଲେ ଯାଇକି ଆମର ପୂର୍ଣ୍ଣାଙ୍ଗ ବିକାଶ ହେଇପାରିବ। ତାପରେ ଆମେ ଦେଖିବା ଅର୍ଥନୈତିକ ବିକାଶ। ଅର୍ଥନୈତିକ ବିକାଶ ଆଉ ବିକାଶ ଭିତରେ ବି ପାର୍ଥକ୍ୟ ଅଛି। ଅର୍ଥନୀତି ରୂପାନ୍ତର ଯାହା ଅଭିବୃଦ୍ଧି ହାର ବୃଦ୍ଧି କରେ, ଦାରିଦ୍ର୍ୟ ହ୍ରାସ କରେ, ଶିଳ୍ପକରଣ ମାଧ୍ୟମରେ ଘଟେ। ତ ଅର୍ଥନୈତିକ ବିକାଶ କହିଲେ କ'ଣ ନା ଦାରିଦ୍ର୍ୟତା ହ୍ରାସ ହବା, ଲୋକମାନଙ୍କ ପାଖରେ ଅଭିବୃଦ୍ଧି ହାର ବୃଦ୍ଧି ହବା, ଶିଳ୍ପକରଣ, ଏଇଗୁଡ଼ିକ ଅର୍ଥନୈତିକ ବିକାଶ। ଆଉ ଗୋଟିଏ ଏଇ ବିଷୟ ଭିତରେ ଆମେ ପାଇବା ମାନବ ବିକାଶ ସୂଚକ, ଯୋଉଟାକି HDI ବା ହ୍ୟୁମାନ ଡେଭଲପମେଣ୍ଟ ଇଣ୍ଡେକ୍ସ ବୋଲି କୁହାଯାଏ। ଏଇଟା କ'ଣ ନା ଜୀବନ ପ୍ରତ୍ୟାଶା, ଶିକ୍ଷା, ଜୀବନ ଧାରଣ ମାନ ଆଧାରରେ ଦେଶର ବିକାଶ ମାପିବାର ଏକ ସୂଚକ। ତ ଏହା ଏକ ସୂଚକ। ଏଇଟା ଗୋଟେ କ'ଣ କରାଯାଏ ନା ପଢ଼ାଯାଏ ଯେ ଲୋକମାନେ କେତେ ଶିକ୍ଷିତ ଅଛନ୍ତି, ଲୋକମାନଙ୍କ ଜୀବନ ପ୍ରତ୍ୟାଶା ବା ସେମାନେ କିପରି ଚଳୁଛନ୍ତି,
ଉନ୍ନତମାନର ଜୀବନଯାପନ କି ନିମ୍ନମାନର ଜୀବନ, ଏଇ ସବୁ ଗୁଡ଼ିକ ନେଇ ଗୋଟେ କ'ଣ ସୂଚନାଙ୍କ ବା ଗୋଟେ ଅଙ୍କ ନମ୍ବର କରାଯାଏ, ସେଇଟାକୁ କୁହାଯାଏ କ'ଣ ହ୍ୟୁମାନ ଡେଭଲପମେଣ୍ଟ ଇଣ୍ଡେକ୍ସ। ତାପରେ ଆଉ ଗୋଟେ ହେଉଛି ପୋଷଣୀୟ ବିକାଶ, ଯୋଉଟାକି କୁହାଯାଉଛି ସଷ୍ଟେନେବଲ ଡେଭଲପମେଣ୍ଟ। ଏଇଟା କ'ଣ ନା ବର୍ତ୍ତମାନ ଆବଶ୍ୟକ ପୂରଣ କରିବା ସହ ଭବିଷ୍ୟତ ପିଢ଼ିର ଆବଶ୍ୟକ ସୁରକ୍ଷା ରଖି କରାଯାଉଥିବା ବିକାଶ। ଅର୍ଥାତ୍ ବର୍ତ୍ତମାନ ତ ଆମେ କ'ଣ କରିପାରୁଛୁ, ଆମେ ତ ବର୍ତ୍ତମାନ ପେଟ୍ରୋଲ ବ୍ୟବହାର କରିକି ଗାଡ଼ି ଚଲେଇ ପାରୁଛୁ, ଇଲେକ୍ଟ୍ରିସିଟିର ବ୍ୟବହାର କରୁଛୁ, କୋଇଲା ଜାଳିକି ଆମେ ବି ସବୁ କିଛି କରିପାରୁଛୁ, ଖଣିଜ ତୈଳ ସବୁ ବ୍ୟବହାର କରୁଛୁ, କିନ୍ତୁ ଦିନ ଆସିବ ଇଏ ସରିଯିବ। ତେଣୁକରି ଆମର ଯୋଉ ନେକ୍ସଟ ଜେନେରେସନ ଯୋଉମାନେ ଆସିବେ ସେମାନେ ଏଇ ଜିନିଷ ଗୁଡ଼ିକ ପାଇବେନି। ତେଣୁକରି ଆମେ ଏଇ ଯୋଉ ଆମର ବ୍ୟବହାରକୁ କ'ଣ କରିବା, କିଛି ଅଙ୍କୁଶ ଲଗେଇବା ଏବଂ ଏଇ ପଦାର୍ଥ ଗୁଡ଼ିକ କ'ଣ କରିବା, ଆମେ କ'ଣ କରିବା, ସଂରକ୍ଷିତ କରି ରଖିବା, ଯାହାଫଳରେ କି ଆମ ଭବିଷ୍ୟତ ପିଢ଼ି ସୁରକ୍ଷିତ ରହିବେ। ଦେଖିବ ବର୍ତ୍ତମାନ ସବୁ ଇଲେକ୍ଟ୍ରିକ ଗାଡ଼ି ଇଭି ସବୁ ଚାଲୁଛି। କାହିଁ ଇଭି ଚାଲୁଛି ନା ପେଟ୍ରୋଲ କନଜମ୍ପସନକୁ କମ୍ କରିବା, ବୁଝିହେଲା କି ନାହିଁ। ପ୍ରାୟ ସବୁ ଜିନିଷ ଗୁଡ଼ିକ ଇଭି, ଇଏ ଗୋଟେ ପ୍ରକାର ସଷ୍ଟେନେବଲ ଡେଭଲପମେଣ୍ଟ, ମାନେ ଆମ ଫ୍ୟୁଚର ଜେନେରେସନ ପାଇଁ ପେଟ୍ରୋଲ ଡିଜେଲ ଏକୁ ସବୁ ସୁରକ୍ଷିତ କରି ରଖିବା। ଠିକ ଅଛି। ସୋଲାର ପ୍ୟାନେଲ ୟୁଜ ହଉଛି, ଏଇ ସବୁ ଜିନିଷ ହଉଛି କ'ଣ ପାଇଁ ନା ଏଇ ସଷ୍ଟେନେବଲ ଡେଭଲପମେଣ୍ଟ ପାଇଁ। ହଉ, ଆଉ ଗୋଟେ କଥା ଦେଖିବା, ଆମେ ଯୋଉ ବିକାଶ ଯୋଉ କହିଲେ ତାକୁ ଟିକେ ମନେ ରଖିବାର ଗୋଟେ ଟୋଟକା ବନା ହେଇଛି। ଏ ଟୋଟକାଟି ତୁମେ ମନେ ରଖିପାରିବ, ଏଟା ନିଜସ୍ୱ ଢଙ୍ଗରେ ମନେ ରଖିପାରିବ। ମୁଁ ଗୋଟେ ବନେଇଛି, ବିକାଶ କହିଲେ କ'ଣ ନା ବି ହେଲେ ବିବିଧ ଦିଗ, ମାନେ ବିଭିନ୍ନ ଦିଗର ବିକାଶ। କା ହଉଛି କାମନୀୟ ଜୀବନ, ଆମେ ଯୋଉ ଜୀବନ ଆଶା କରୁ, ଯାହା ଆମେ ଆଶା କରି ଯାହା ଚଳିବୁ ଆମେ ସୁଖ ଶାନ୍ତି ରହିବୁ। ଆଉ ଗୋଟେ ସର ସର୍ବଶ୍ରେଷ୍ଠ ଗୁଣବତ୍ତା, ଯଦି ବିବିଧ ଦିଗରେ ଆମେ ଇଚ୍ଛା କରୁଥିବା ସର୍ବଶ୍ରେଷ୍ଠ ଗୁଣବତ୍ତା ଆମେ ପାଇବା, ତାହେଲେ ଏଇଟାକୁ ଆମେ ବିକାଶ କହିପାରିବା। ତାପରେ ଆମେ ଦେଖିବା ବିକାଶର ଦିଗ। ଦେଖ, ବିକାଶରେ 4ଟି ଡାଇମେନସନ ବା 4ଟି ଦିଗ ଅଛି। ଗୋଟେ ହେଲା ଅର୍ଥନୈତିକ ଦିଗ, ଗୋଟେ ହେଲା ସାମାଜିକ ଦିଗ, ଗୋଟେ ହେଲା ରାଜନୈତିକ ଦିଗ, ଆଉ ଗୋଟେ ହେଲା ସାଂସ୍କୃତିକ ଦିଗ। ତ ଏଇ ଅର୍ଥନୈତିକ ଦିଗ ଭିତରେ କ'ଣ ରହୁଛି ନା ଶିଳ୍ପକରଣ, ଅଭିବୃଦ୍ଧି, ରୋଜଗାର, ଇଏ ସବୁ ଆସିଯିବ ତମର କ'ଣ ଆଉ ଅର୍ଥନୈତିକ ଦିଗ ଭିତରେ। ସେମିତି ସାମାଜିକ ଦିଗ ଭିତରେ କ'ଣ ଆସିବ, ଶିଳ୍ପୀକରଣଟା ଏଟା ଅର୍ଥନୈତିକ ଦିଗ ଭିତରେ একটু ଭୁଲ ହେଇଯାଇଛି। ଶିକ୍ଷା, ସମସ୍ତେ ଶିକ୍ଷିତ ହେଲେ ସମାଜର ବିକାଶ ହେଇପାରିବ। ଆଉ ସମାନତା, ସବୁ ଲୋକଙ୍କ ପ୍ରତି ସମାନ ବ୍ୟବହାର ହବ, ତାହେଲେ କ'ଣ ହବ, ତାହେଲେ ସାମାଜିକ ବିକାଶ ହେଇପାରିବ। ଉଚ୍ଚ ନିଚ ରହିବନି, ଛୁଆଁ ଅଛୁଆଁ ରହିବନି, ତାହେଲେ ଏଇଟା ସାମାଜିକ ବିକାଶ ହେଇପାରିବ। ଆଉ ରାଜନୀତିକ ବିକାଶ ଭିତରେ କ'ଣ ନା ଗଣତନ୍ତ୍ର, ନିୟମର ଶାସନ ଆଉ ନିର୍ବାଚନ। ଏ 3ଟା ଜିନିଷ ଯଦି ହେଇପାରିବ ତାହେଲେ କ'ଣ ହେଇପାରିବ, ରାଜନୈତିକ ବିକାଶ ହେଇପାରିବ। ତାପରେ ଆଉ ଗୋଟେ ହଉଛି ସାଂସ୍କୃତିକ ବିକାଶ। ଆମର ଯୋଉ ପରମ୍ପରା ଅଛି, ସେ ପରମ୍ପରାକୁ ସଂରକ୍ଷଣ କେମିତି ରଖିବା, ଆଧୁନିକତା ର ପ୍ରଭାବରେ ଯେମିତି ଏସବୁ ନଷ୍ଟ ନ ହୁଏ, ତେଣୁ ଭାଷାର ସଂରକ୍ଷଣ କରିବା, ଇଏ ସବୁ ହଉଛି ସାଂସ୍କୃତିକ ବିକାଶ। ତାପରେ ଆମେ ଦେଖିବା ବିଶ୍ୱ ବିକାଶ ଅନୁସାରେ 3ଟି ଭାଗରେ ବିଭକ୍ତ ହେଇଛି। ଗୋଟେ ହେଉଛି କ'ଣ, ପ୍ରଥମ ବିଶ୍ୱ, ଫାର୍ଷ୍ଟ ୱାର୍ଲଡ, ତାପରଟା ହେଉଛି ସେକେଣ୍ଡ ୱାର୍ଲଡ, ତାପରଟା ହେଉଛି ଥାର୍ଡ ୱାର୍ଲଡ। ଏ ପ୍ରଥମ ବିଶ୍ୱ ବା ଫାର୍ଷ୍ଟ ୱାର୍ଲଡ କହିଲେ କ'ଣ ବୁଝ, ଦ୍ୱିତୀୟ ବିଶ୍ୱ ସେକେଣ୍ଡ ୱାର୍ଲଡ କହିଲେ କ'ଣ ବୁଝ, ତୃତୀୟ ବିଶ୍ୱ ଥାର୍ଡ ୱାର୍ଲଡ କହିଲେ କ'ଣ ବୁଝ। ଏଇ ଦେଖ, ଏଇ ଯୋଉ ପ୍ରଥମ ଦ୍ୱିତୀୟ ତୃତୀୟ ଯୋଉ ବିଶ୍ୱ ହେଇଛି, ଇଏ ପ୍ରଥମ ବିଶ୍ୱଯୁଦ୍ଧ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପରେ ଏଇ କନସେପ୍ଟ ଆସିଛି। କ'ଣ ହେଲା ନା ଦ୍ୱିତୀୟ ବିଶ୍ୱଯୁଦ୍ଧ ସରିଲା ପରେ 2ଟି ମହାଶକ୍ତି ବିଶ୍ୱରେ ମୁଣ୍ଡ ଟେକିଲା। ଗୋଟେ ହେଲା ଏଇ ୟୁଏସଏ, ଆଉ ଗୋଟେ ହେଲା ସୋଭିଏତ ୟୁନିୟନ ଦେଶ। ଏଇ ଯୋଉ ୟୁଏସଏ ଥିଲା, ୟୁନାଇଟେଡ ଷ୍ଟେଟ୍ସ ଅଫ ଆମେରିକା, ସିଏ କ'ଣ ଗୋଟେ, ସିଏ ୟୁକେ, ଜାପାନ, ଜର୍ମାନୀ ଏଇମାନଙ୍କୁ ନେଇ କ'ଣ କଲା, ନିଜର ପକ୍ଷଭୁକ୍ତ କଲା କରି କ'ଣ କଲା ନା ଏମାନେ ବି ଥିଲେ କ'ଣ ନା ବିକଶିତ ପୁଞ୍ଜିବାଦୀ ଦେଶ ହେଲା। ତ ଏଇ ବିକଶିତ ପୁଞ୍ଜିବାଦୀ ଦେଶମାନଙ୍କୁ ନେଇ ସେ ଏକତ୍ରିତ କଲା, କରି ଗୋଟେ ଗୋଷ୍ଠୀ ତିଆରି କଲା, ଯୋଉଟାକି କୁହନ୍ତି ପ୍ରଥମ ବିଶ୍ୱ ହେଲା। ଆଉ ଏଥିରେ କ'ଣ ବିକଶିତ ପୁଞ୍ଜିବାଦୀ ଦେଶ କ'ଣ ନା ଏଠାରେ ସବୁ କଳକାରଖାନା, ଇଏ ସବୁ କିଛି ସବୁ ଘରୋଇକରଣ, ସରକାରୀ ଅଧୀନରେ କିଛି ନଥାଏ, ସବୁ ଘରୋଇକରଣ ଥାଏ। ତ ଆଉ ଇଏ ଦେଶର ଜୀବନ ଧାରଣର ସବୁ ମାନ ବହୁତ ଉନ୍ନତ, ଯେହେତୁ ଏମାନେ ସବୁ ପୁଞ୍ଜିପତି ମାନେ ରୁହନ୍ତି ଏବଂ ଧନୀ ଦେଶ ଗୁଡ଼ିକ, ସେଥିପାଇଁ ଜୀବନ ଧାରଣ ମାନ ଅଧିକ। ଆଉ ଏଇ ଦେଶ ଗୁଡ଼ିକ କ'ଣ ନା ଏଥିରେ ଗଣତନ୍ତ୍ରର ଶାସନ ଚାଲିଥାଏ। ତ ଏଇ ପ୍ରକାର ଇଏକୁ କ'ଣ କୁହାଯାଉଥିଲା ପ୍ରଥମ ବିଶ୍ୱ। ତାପରେ ଯୋଉ ଦେଶମାନେ ସୋଭିଏତ ୟୁନିୟନର ସହିତ ବନ୍ଧୁତ୍ୱ ସ୍ଥାପନ କରି ସୋଭିଏତ ୟୁନିୟନର ଆଇଡିଓଲୋଜି ଦ୍ୱାରା ଚାଲିଲେ, ସେମାନଙ୍କୁ
ସେମାନେ କଣ କଲେ ନା ସାମ୍ୟବାଦୀକୁ ଆପଣେଇଲେ। ଏଠି ସାମ୍ୟବାଦୀ ଅର୍ଥ ଏଠି ଏ ଦେଶର ଯେତିକି କଳକାରଖାନା ଯାହା କିଛି ଅଛି ସବୁ ସରକାର ନିୟନ୍ତ୍ରଣ ଥାଏ। ଏଠି ପୁଞ୍ଜିବାଦୀ ଯୋଉଗୁଡା ରହିଛି ଇଏ ସବୁ କଣ ନା ଏସବୁ ବେସରକାରୀଙ୍କ ନିୟନ୍ତ୍ରଣ, ଏଠି ସରକାରୀ ନିୟନ୍ତ୍ରଣ ଥାଏ। ଆଉ ଏଠି ହେଲା ନା ସବୁ ଲୋକଙ୍କୁ ସମାନ ଅଧିକାର ଦିଆଯିବ। କିନ୍ତୁ ଏଠି ଯାହା ପାଖରେ ଟଙ୍କା ଅଛି ସିଏ ହେଲା ଧନୀ, ଯାହା ପାଖରେ ନାହିଁ ତ ନାହିଁ। କିନ୍ତୁ ଏଠି ସମସ୍ତଙ୍କୁ ଦିଏ। ସେଇଥିପାଇଁ ସାମ୍ୟବାଦୀ ପ୍ରଚାର କଲା। ଯୋଉ ଦେଶ ମାନେ ୟୁଏସଏସଆର ର ସହିତ ବନ୍ଧୁ ସ୍ଥାପନ କଲେ ସେମାନଙ୍କୁ କଲା ସାମ୍ୟବାଦୀ ଦେଶ। ଠିକ ଅଛି। ତ ସେଇମାନଙ୍କୁ ନେଇ କୁହାଗଲା କଣ ନା ଦ୍ୱିତୀୟ ବିଶ୍ୱ। ଆଉ ଯେତେବେଳେ ସାରା ବିଶ୍ୱ ଏଇ ପ୍ରଥମ ବିଶ୍ୱ ଏବଂ ଦ୍ୱିତୀୟ ବିଶ୍ୱ ଦ୍ଵାରା କବଳିତ ହେବାକୁ ଲାଗିଲା ଏବଂ ଭାଗ ହେବାକୁ ଲାଗିଲା, ସେଇ ସମୟରେ କଣ ହେଲା ନା ତୃତୀୟ ବିଶ୍ୱର ଜନ୍ମ ଲାଭ କଲା। ଏବଂ କି ତୃତୀୟ ବିଶ୍ୱର ସୃଷ୍ଟିକର୍ତ୍ତା ହଉଛନ୍ତି ଭାରତ ଏବଂ ସେତେବେଳର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ। ସେ କଣ କଲେ ଗୋଟେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ କଲେ ଏବଂ ସେଥିରେ କଣ କଲେ ଯୋଉ ବିକାଶଶୀଳ ଦେଶ ଅର୍ଥାତ୍ ଯୋଉ ଦେଶ ଗୁଡିକ ବର୍ତ୍ତମାନ ସୁଦ୍ଧା ବିକଶିତ ହେଇନାହାନ୍ତି କିନ୍ତୁ ଭବିଷ୍ୟତ ବିକଶିତ ହେଇଯିବେ, ସେଇଭଳିଆ ଦେଶ ଏକତ୍ରିତ ହେଲେ। ସେ ଭିତରେ ଥିଲେ ବାଂଲାଦେଶ ଆଉ ଆଫ୍ରିକାର ଅଧିକାଂଶ ଦେଶ। ଏଇ ସବୁ ଦେଶ ମାନେ କଣ କଲେ କହିଲେ ତୃତୀୟ ବିଶ୍ୱ ଗଠନ କଲେ। ସେମାନେ ନା ପୁଞ୍ଜିବାଦୀ ରାଷ୍ଟ୍ର ସପକ୍ଷରେ ଗଲେ ନା ସାମ୍ୟବାଦୀ ରାଷ୍ଟ୍ର ସପକ୍ଷରେ ଗଲେ, ସେମାନେ ସ୍ୱତନ୍ତ୍ର ଭାବେ ରହିଲେ। ଏବଂ ଏଇ ଯୋଉ ଦେଶ ଗୁଡିକ ଟିକେ ଦରିଦ୍ର ଏବଂ ନିମ୍ନ HDI ମାନେ ହ୍ୟୁମାନ ଡେଭଲପମେଣ୍ଟ ଇଣ୍ଡେକ୍ସ ଟିକେ କମ୍। ଯାହା ବି ହଉ ପୃଥିବୀରେ ତିନୋଟି ବିଶ୍ୱର କଣ ହେଲା ନା ଭାଗ କରାଗଲା ବିକାଶ ଅନୁଯାୟୀ। ତାପରେ ଆମେ ଦେଖିବା, ଯଦି ଗୋଟେ ମାନଚିତ୍ର ଆକାରରେ ମୁଁ ତାକୁ ପ୍ରେଜେଣ୍ଟ କରିଛି, ଦେଖ ପିଲାମାନେ, ଏଇଟା ହେଲା ବିକାଶ। ଏଇ ବିକାଶର ଦିଗ ମୁଁ ଯୋଉଟା ଟିକେ ଆଗରୁ କହିଲି, ଅର୍ଥନୈତିକ, ସାମାଜିକ, ରାଜନୈତିକ ଏବଂ ସାଂସ୍କୃତିକ ଦିଗ। ଏବଂ ଏଇ ଯୋଉ ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ, ରାଜନୈତିକ ଦିଗକୁ ନେଇ କଣ ହୁଏ, ମାନବ ବିକାଶ ସୂଚକାଙ୍କ କଣ କରାଯାଏ, ତିଆରି କରାଯାଏ ବା ପ୍ରକାଶ କରାଯାଏ। ତାପରେ ଆମେ ଯଦି ବିକାଶର ନମୁନା ବିଷୟରେ ପଢିବା, ୟା ପରେ ଅଛି ବିକାଶ ନମୁନା। କେତେକ ମଡେଲ ଅଛନ୍ତି ହେଲା, ରୋଷ୍ଟ ପର୍ଯ୍ୟାୟ, ହେରଡ ଡମାର ମଡେଲ ଆଉ ନିର୍ଭରତାର ନମୁନା, ଏଇଭଳି କେତେକ ଅଛି, ସେଗୁଡା ପଢିବା। ଓ ଏଗୁଡିକ ନେଇ ଆମେ କଣ କରିଥାଉ ନା ପୋଷଣୀୟ ବିକାଶ ବା ସଷ୍ଟେନେବଲ ଡେଭଲପମେଣ୍ଟ ରଚନା କରିଥାଉ। ଆଉ ଗୋଟେ ଦେଖିବା ବିକାଶର ପର୍ଯ୍ୟାୟକୁ ନେଇ ବା ବିକାଶର ଶ୍ରେଣୀକୁ ନେଇ ଆମେ ପ୍ରଥମ ବିଶ୍ୱ, ଦ୍ୱିତୀୟ ବିଶ୍ୱ, ତୃତୀୟ ବିଶ୍ୱ ଏମିତି ସବୁ କଣ କରୁଛୁ ନା ପର୍ଯ୍ୟାୟଭୁକ୍ତ କରୁ। ଏଇଗୁଡା କଣ ହୁଏ ନା ଆଉ ଗୋଟେ ନବ ବିକଶିତ, ନୂଆ କରି ଯୋଉ ବିକଶିତ ହେଇଛନ୍ତି, ଏ 3-4 ପ୍ରକାରରେ ଆମେ ଭାଗ କରିଛୁ। ଏଗୁଡିକ କଣ କରେ ନା ବିକାଶ ପ୍ରକ୍ରିୟାରେ ପ୍ରତିବନ୍ଧକ ସୃଷ୍ଟି କରେ। ଠିକ ଅଛି। ତାପରେ ଆମେ ଦେଖିବା, କଣ ଦେଖିବା, ଟିକେ ଗୋଟେ ମିନିଟ। ହଁ ହଁ କେତେକ ଇମ୍ପୋର୍ଟାଣ୍ଟ ପଏଣ୍ଟ ଦେଖିବା। ବିକାଶ ଓ ଅର୍ଥନୈତିକ ବିକାଶ ମଧ୍ୟରେ କଣ ପାର୍ଥକ୍ୟ? ନା ବିକାଶ କହିଲେ ସମ୍ପୂର୍ଣ୍ଣ ଉନ୍ନତି, କିନ୍ତୁ ଅର୍ଥନୈତିକ ବିକାଶ କହିଲେ ନାଇଁ, ବିକାଶ ଭିତରେ ତମର ଅର୍ଥନୈତିକ ବିକାଶ ଆସିବ, ସାମାଜିକ ବିକାଶ, ସାଂସ୍କୃତିକ, 3 ପ୍ରକାର ବିକାଶ ବା ଯେତେ ପ୍ରକାର ବିକାଶ ସବୁ ବିକାଶ ଆସିବ। କିନ୍ତୁ ଅର୍ଥନୈତିକ ବିକାଶ କହିଲେ କେବଳ ଅର୍ଥନୀତି ସମ୍ବନ୍ଧୀୟ ଉନ୍ନତି ଗୁଡିକ ବୁଝେଇବ। ଠିକ ଅଛି। ତାପରେ ଆମେ ଦେଖିବା ବିକାଶ ଲକ୍ଷ୍ୟ କଣ? ନା ବିକାଶ ହଉଛି ଲୋକଙ୍କର ମୌଳିକ ଆବଶ୍ୟକତା ପୂର୍ଣ୍ଣ କରିବ, ଦାରିଦ୍ର୍ୟ ଦୂରୀକରଣ କରିବ, ଉଚ୍ଚ ଅଭିବୃଦ୍ଧି ହାର ବୃଦ୍ଧି କରିବ, ସାମାଜିକ ସମାନତା ଆଣିବ। ଏଇ ସବୁ ଗୁଡା ହଉଛି ବିକାଶର ଲକ୍ଷ୍ୟ। ମୌଳିକ ଆବଶ୍ୟକତା ପୂରଣ କରିବ ଅର୍ଥାତ୍ ଖାଦ୍ୟ, ବସ୍ତ୍ର, ବାସଗୃହ, ସ୍ୱାସ୍ଥ୍ୟ, ଶିକ୍ଷା, ଏଇ ସବୁଗୁଡା ମୌଳିକ ଆବଶ୍ୟକତା ପୂରଣ କରିବ। ଦାରିଦ୍ର୍ୟ ଦୂରୀକରଣ ମାନେ କଣ ନା ଏଇ ଯୋଉ ତମର ଅଛି ଦାରିଦ୍ର୍ୟ ସୀମାରେଖା, ସାଧାରଣତଃ ଲୋକମାନେ ଦାରିଦ୍ର୍ୟ ସୀମାରେଖା ଉପରେ ରହିବା ଆବଶ୍ୟକ, ହେଲେ ଯାଇକି ଆମେ ଜାଣିପାରିବା ବିକାଶ ହେଇଛି। ଏବଂ ଏଇ ଦାରିଦ୍ର୍ୟ ସୀମାରେଖା, ଏଇ ମୌଳିକ ଆବଶ୍ୟକତାକୁ ନେଇକି କେତେ ଲୋକ ମୌଳିକ ଆବଶ୍ୟକତା ପୂରଣ କରିପାରୁଛନ୍ତି, କେତେ କରିପାରୁଛନ୍ତି, ତାରି ଆଧାରରେ କଣ କରାଯାଏ ନା ଦାରିଦ୍ର୍ୟ ସୀମାରେଖା ନିର୍ଦ୍ଧାରଣ କରାଯାଏ। ତାପରେ ଉଚ୍ଚ ଅଭିବୃଦ୍ଧି ହାର,
ସବୁ କ୍ଷେତ୍ରରେ ଯଦି ଆମର ଗ୍ରୋଥ ରହିବ ତାହେଲେ ଆମେ ବିକାଶ କରୁଛୁ ବୋଲି ଆମେ ଜାଣିପାରିବା। ଆଉ ସମାଜରେ ସମାନତା ରହିବା ଦରକାର, ସବୁ ଲୋକଙ୍କୁ ସମାନ ସମ୍ମାନ ମିଳିବା ଦରକାର, ତାହେଲେ ଆମେ କଣ କରିପାରିବା, ବିକାଶ ହୋଇଛି ବା ବିକାଶର ଏଇଗୁଡ଼ିକ ଲକ୍ଷ୍ୟ ହେଲା, ବିକାଶର ଲକ୍ଷ୍ୟ ଏଇ ସବୁ ଜିନିଷକୁ ପରିପୂର୍ଣ୍ଣ କରିବା। ତାପରେ ଦେଖିବା ଆମ ଭିତରେ ଗୋଟେ ବେଳେ ବେଳେ ଭୁଲ କନସେପ୍ଟ ମିସକନସେପ୍ଟ ଆସିଯାଏ, ଯୋଉଟା କି କଣ ଆମେ ବିକାଶ ହେଲା ଯେ ଅର୍ଥନୈତିକ ବିକାଶ ବୁଝିଥାଉ, ଅର୍ଥାତ୍ ଆମେ ବୁଝୁ ଯଦି ଲୋକ ପାଖରେ ଗୋଟେ ପଇସା ପତ୍ର ହେଇଗଲା ବା ଧନ ସମ୍ପତ୍ତି ହେଇଗଲା ସେ ବିକଶିତ ହେଇଗଲା, ନା ଏଇଟା ଭୁଲ। କାରଣ ବିକାଶ ହଉଛି କଣ ଏକ ବହୁମୁଖୀ ପ୍ରକ୍ରିୟା, ଏଥିରେ କେବଳ ଯେ ଅର୍ଥନୈତିକ ବିକାଶ ତାହା ନୁହେଁ, ସାମାଜିକ ବିକାଶ ଅଛି, ରାଜନୈତିକ ବିକାଶ ଅଛି, ଏସବୁ ବିକାଶ ହବା ଦରକାର। ଆଉ ଗୋଟେ କଥା ଅଛି, ଆମେ ଯେ ତୃତୀୟ ବିଶ୍ୱ କହିଲେ ଗରିବ ଦେଶକୁ ସାଧାରଣତଃ ବୁଝିଥାଏ, କିନ୍ତୁ ଇଏ ବି ଭୁଲ। ତୃତୀୟ ବିଶ୍ୱରେ କେତେକ ବିକାଶଶୀଳ ଦେଶ ଏବଂ ଧନୀ ଦେଶ ମଧ୍ୟ ରହିଛନ୍ତି। ହଉ ଆମେ ଫଟାଫଟ ଦେଖିଦବା କଣ ସବୁ ପଢିଲେ ନା, ବିକାଶ ହଉଛି ସମଗ୍ର ଉନ୍ନତିର ପ୍ରକ୍ରିୟା। ବିକାଶର ଚାରିଟା ଦିଗ ରହୁଛି, ଅର୍ଥନୈତିକ, ସାମାଜିକ, ରାଜନୈତିକ ଏବଂ ସାଂସ୍କୃତିକ। ଏବଂ ଆଉ ଗୋଟେ କଣ ପଢିଲେ ନା HDI, ହ୍ୟୁମାନ ଡେଭଲପମେଣ୍ଟ ଇଣ୍ଡେକ୍ସ, ଯୋଉଟା କି ମାନବର ବିକାଶ ସୂଚକ ନାମରେ ପରିଚିତ। ଏଇଟା ହଉଛି ଜୀବନ ଧାରଣ ପ୍ରତ୍ୟାଶା, ଶିକ୍ଷା, ଆୟ ଏଇ ସବୁକୁ ଆଧାର କରି ନିର୍ଣ୍ଣୟ କରାଯାଏ। ଆଉ ଗୋଟେ ପଢିଲେ ସଷ୍ଟେନେବଲ ଡେଭଲପମେଣ୍ଟ ବା ପୋଷଣୀୟ ବିକାଶ। ଏଥିରେ କଣ ପଢିଲେ ନା, ଏଥିରେ ପଢିଲେ ବର୍ତ୍ତମାନ ପାଇଁ ଆମେ କଣ କରୁଛୁ, ଆମେ ତ କଣ କରିବୁ, ସମ୍ବଳକୁ ଖର୍ଚ୍ଚ କରିବୁ ବର୍ତ୍ତମାନ, କିନ୍ତୁ ଭବିଷ୍ୟତ ପାଇଁ ମଧ୍ୟ ଆମେ ଭବିଷ୍ୟତ ପିଢି ପାଇଁ ମଧ୍ୟ ତାକୁ ଆମେ କଣ କରିବୁ, ତାକୁ ସୁରକ୍ଷିତ କରି ରଖିବା। ଆଉ ଗୋଟେ କଣ ପଢିଲେ ନା, ବିଶ୍ୱଟା ଡେଭଲପମେଣ୍ଟକୁ ନେଇ ଅର୍ଥାତ୍ ବିକାଶକୁ ନେଇ ତିନିଟା ଭାଗରେ ବିଭକ୍ତ କରାଯାଇଛି, ପ୍ରଥମ, ଦ୍ୱିତୀୟ, ତୃତୀୟ। ପ୍ରଥମଟି ହଉଛି ବିକଶିତ ଦେଶମାନଙ୍କୁ ନେଇ, ଦ୍ୱିତୀୟଟି ହଉଛି ସାମ୍ୟବାଦ ଦେଶମାନଙ୍କୁ ନେଇ, ତୃତୀୟଟି ହଉଛି ବିକାଶଶୀଳ ଦେଶମାନଙ୍କୁ ନେଇ। ଏବଂ ଆଉ ଗୋଟେ କଣ ପଢିଲେ ରାଷ୍ଟ୍ର ନମୁନା, ଯୋଉଟା କି 5ଟା ପର୍ଯ୍ୟାୟରେ ଇଏ ଅଛି। ଆଉ ଗୋଟେ ପଢିଲେ ହେରାଡ ଡମାର ମଡେଲଟା ସଞ୍ଚୟ, ନିବେଶ ଏବଂ ବିକାଶ, ମାନେ ସଞ୍ଚୟ ହେଲେ ନିବେଶ ହବ, ନିବେଶ ହେଲେ ବିକାଶ ହବ, ଏଇଟା କୁହେ ହେରାଡ-ଡମାର ମଡେଲ। ଆଉ ଗୋଟେ ଲୁଇସ ନମୁନା କଣ କହୁଛି ନା, ପ୍ରଥମେ କୃଷି କ୍ଷେତ୍ରରୁ ଶିଳ୍ପକୁ ସ୍ଥାନାନ୍ତର ହେଲା, ଅର୍ଥାତ୍ ଡେଭଲପମେଣ୍ଟ କାମଟା ପ୍ରଥମେ କୃଷି କ୍ଷେତ୍ରରୁ ଆରମ୍ଭ ହୋଇଥିଲା, ମାନେ କୃଷି କ୍ଷେତ୍ରରେ ଯେତିକି ଲୋକ ଏମ୍ପ୍ଲୟମେଣ୍ଟ ହଉଥିଲେ ସେ ଆସ୍ତେ ଆସ୍ତେ କଣ କଲେ, ଶିଳ୍ପ କ୍ଷେତ୍ରକୁ ସ୍ଥାନାନ୍ତରିତ ହେଲେ। ତ ଏଇଟାକୁ ଲୁଇସ ନମୁନା କଣ କରିଥିଲା, ପ୍ରଦର୍ଶିତ କରିଥିଲା। ଆଉ ଗୋଟେ କଣ ହଉଛି ନିର୍ଭରତା ନମୁନା, ବିକଶିତ ଦେଶ ଉପରେ ନିର୍ଭରଶୀଳତା। ତ ସାଧାରଣତଃ ଇଏ ବି ମଧ୍ୟ ଗୋଟେ ନିର୍ଭରତାର ନମୁନା। ଏଇଟା ସିଏ କଣ କହୁଛି, ଇଏ ଥିଓରି କଣ କହୁଛି ନା, କହୁଛି ସାଧାରଣତଃ ବିକଶିତ ଦେଶ ମାନେ କଣ କରିଥାନ୍ତି ହେଲା, ବିକଶିତ ଦେଶ ମାନଙ୍କ ଉପରେ ଅବିକଶିତ ଦେଶ ଗୁଡିକ ନିର୍ଭର କରିଥାନ୍ତି। ଆଉ ବିକାଶର ମୂଳ ଲକ୍ଷ୍ୟ କଣ ନା, ଦାରିଦ୍ର୍ୟ ଦୂରୀକରଣ କରିବା, ଜୀବନ ମାନର ଉନ୍ନତି କରିବା, ଇଏ ହଉଛି କଣ ନା ବିକାଶର ଲକ୍ଷ୍ୟ। ହଉ ପିଲାମାନେ, ଯଦି ତମ ଭିଡିଓଟି ଭଲ ଲାଗିଛି ତାହେଲେ ତମେ କଣ କରିବ ନା, ଲାଇକ୍ କରିଦବ, କମେଣ୍ଟ ଯଦି ତମ କଣ ହେଲେ ଭଲ ହବ ସେଥିରେ କମେଣ୍ଟ ଜଣେଇଦବ ଏବଂ ତମର ସାଙ୍ଗସାଥୀଙ୍କୁ ସେୟାର କରିଦବ। ଠିକ ଅଛି, ରହିଲି।